ଦେଖନ୍ତୁ ଭାରତୀୟ ଜନତା ପାର୍ଟି ଛାତ୍ରମାନଙ୍କର ଭବିଷ୍ୟତ ନେଇକରି ପ୍ରତିଶ୍ରୁତିବଦ୍ଧ। ଛାତ୍ରମାନେ ଠିକରେ ପରୀକ୍ଷା ଦିଅନ୍ତୁ, ଛାତ୍ରମାନେ ଠିକରେ ସେମାନଙ୍କୁ କର୍ମସଂସ୍ଥାନ ମିଳୁ, ଏ ଦୃଷ୍ଟିରୁ ନରେନ୍ଦ୍ର ମୋଦିଙ୍କର ସରକାର ପ୍ରତିଶ୍ରୁତିବଦ୍ଧ। କିନ୍ତୁ ୟା ଭିତରେ ଯଦି କେହି କିଛି ଗୋଳମାଳ କରୁଛି ସେମାନଙ୍କ ବିରୁଦ୍ଧରେ ତଦନ୍ତ କରିକିରି ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି। ଏବଂ ଆଜି ମଧ୍ୟ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଟ୍ୱିଟ୍ ଆସିଛି, ଯେଉଁମାନେ ଏ ପ୍ରକାର କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଦୃଢ଼ ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେ ଦୃଷ୍ଟିରୁ ଆମର ପୁରା ଭରସା ଅଛି ନରେନ୍ଦ୍ର ମୋଦି ସରକାରଙ୍କ ଉପରେ ଯେ ଯେଉଁମାନେ ଏଥିରେ ଦୋଷୀ ଅଛନ୍ତି ସେମାନଙ୍କ ଭିତରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏବଂ ପରବର୍ତ୍ତୀ ଅବସ୍ଥାରେ ମଧ୍ୟ ଆମେ ଦେଖିଛୁ ନିଟ୍ ପରୀକ୍ଷା ସୁଚାରୁ ରୂପେ କରିକିରି ତାର ରେଜଲ୍ଟ ମଧ୍ୟ ତ୍ରୁଟିଶୂନ୍ୟ ଭାବରେ ଡିକ୍ଲେୟାର ହୋଇସାରିଛି। ଦେଖନ୍ତୁ ଯେଉଁମାନେ ଯାଉଛନ୍ତି, ଯେଉଁମାନେ ଏ ପ୍ରକାର ଆନ୍ଦୋଳନ କରୁଛନ୍ତି ସେମାନେ ଲୋକଙ୍କ ପାଖରେ ନାହାନ୍ତି। ଲୋକଙ୍କ ଠାରୁ ବାରମ୍ବାର ପ୍ରତ୍ୟାଖ୍ୟାତ ହେଲା ପରେ ମାନସିକ ଭାରସାମ୍ୟ ହରେଇକରି ଏ ପ୍ରକାର ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛନ୍ତି। ସାଧାରଣ ଜନତା ୟାଙ୍କ ସହିତ ନାହାନ୍ତି, ସାଧାରଣ ଛାତ୍ର ମଧ୍ୟ ୟାଙ୍କ ସହିତ ନାହାନ୍ତି। ଏବଂ ଯେଉଁ ପ୍ରକାର ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି, ଯେଉଁ ପ୍ରକାର ଅରାଜକତା ସୃଷ୍ଟି କରୁଛନ୍ତି, ଯେଉଁ ପ୍ରକାର ହିଂସା ସୃଷ୍ଟି କରୁଛନ୍ତି, ସଭ୍ୟ ସମାଜ ଏବଂ ଭାରତୀୟ ସମାଜ ୟାକୁ ଗ୍ରହଣ କରୁନାହିଁ। ଦେଖନ୍ତୁ ବିଜୁ ଜନତା ଦଳ ଗୋଟେ ଦିଶାହୀନ ରାଜନୈତିକ ଦଳ। ୟା ପୂର୍ବରୁ ଆମେ ଦେଖିଛୁ ତାଙ୍କର ମନ୍ତ୍ରୀ ମଧ୍ୟ ତାଙ୍କର ପୁଅ କେମିତି ପରୀକ୍ଷାରେ ଭଲ କରିବ ତା ପାଇଁ ମଧ୍ୟ ଲିକ୍ କରାଇଥିଲେ କୋଶ୍ଚିନ୍ ପତ୍ର। ଏବଂ ବିଜୁ ଜନତା ଦଳ ସରକାର ସମୟରେ ଯେଉଁମାନେ କୋଶ୍ଚିନ୍ ପତ୍ର ବା ପ୍ରଶ୍ନପତ୍ର ପ୍ରଘଟରେ ଯେଉଁମାନେ ମୁଖ୍ୟ ବ୍ୟକ୍ତି ଥିଲେ, ସୂତ୍ରଧର ଥିଲେ, କାହାରି ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା, ଖାଲି ମନ୍ତ୍ରୀ ଇସ୍ତଫା ଦିଆଇ ଦେଉଥିଲେ। କିନ୍ତୁ ଭାରତୀୟ ଜନତା ପାର୍ଟି ସରକାର ଆସିଲା ପରେ ଯେଉଁମାନେ ଏ ପ୍ରକାର ସେ ବହି କଥା ହେଉ, ସେ ପ୍ରଶ୍ନପତ୍ର ଲିକ୍ କଥା ହେଉ, ସେ ଚାକିରି କଥା ହେଉ, ଯେଉଁମାନେ ଆର ମାଷ୍ଟର ମାଇଣ୍ଡ ଅଛନ୍ତି ସମସ୍ତଙ୍କୁ ଜଣ ଜଣ କରି ଗିରଫ କରାଯାଉଛି ଏବଂ ଜେଲ୍ ଭିତରେ ରଖାଯାଇଛି। ଏବଂ ଏ ପ୍ରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ଭବିଷ୍ୟତରେ ଏ ପ୍ରକାର ଦୁଃସାହସ କରିବା ପାଇଁ କୌଣସି ଅଧିକାରୀ, କୌଣସି ବ୍ୟକ୍ତି ସାହସ କରିବେ ନାହିଁ। ଦେଖନ୍ତୁ ବାମପନ୍ଥୀଙ୍କର କିଛି ତାଙ୍କର ବୁଦ୍ଧି ତ ବାମ ନା, ତେଣୁ ଯାହାର ବୁଦ୍ଧି ବାମ ହେବ ତା ବିଷୟରେ କ'ଣ କହିବା। ଓଡ଼ିଶା ଏବଂ ଦେଶରୁ ସମ୍ପୂର୍ଣ୍ଣ ସମାପ୍ତ ହେବା ପାଇଁ ବାମପନ୍ଥୀ ବସିଲେଣି ଏହି ମାନସିକତା କାରଣରୁ। ତେଣୁ ବାମପନ୍ଥୀଙ୍କ ଉପରେ କୌଣସି କହିବାଟା ମୁଁ ଭାବୁଛି ଠିକ୍ ନୁହଁ। ତାଙ୍କର କଥା ଓଡ଼ିଶାବାସୀ ଦେଶବାସୀ ବିଚାର କରୁଛନ୍ତି ଏବଂ ଉଚିତ ସ୍ଥାନରେ ତାଙ୍କୁ ରଖିଛନ୍ତି।